ନମସ୍କାର, ସୁସ୍ୱାଗତ। ନାରୀ ହେଉଛନ୍ତି ଯୁଗେ ଯୁଗେ ପୂଜନୀୟା ବନ୍ଦନୀୟା। ତାଙ୍କ ସମ୍ମାନ ପ୍ରତି ଆଞ୍ଚ ଆସିଲେ ଆମ ସମସ୍ତଙ୍କ ମନରେ ଆଘାତ ଆସିଥାଏ। ଆଜି ସେଇଭଳି ଏକ ବିଷୟବସ୍ତୁକୁ ଆଧାର କରି ଏକ କବିତା ପଢ଼ିବା। କବିତାର ଶୀର୍ଷକ ହେଲା ଅନନ୍ୟା। ଏ ସହର ଗଳିକନ୍ଦିରେ ଏକ କଳଙ୍କିତ ଦୁର୍ଗନ୍ଧ। ଏ ସହର ଗଳିକନ୍ଦିରେ ଏକ କଳଙ୍କିତ ଦୁର୍ଗନ୍ଧ। ଟୋପା ଟୋପା ପାଣିରେ ଝରି ସ୍ମୃତିର ଧାର। ଲୁହ ହୋଇ ବହିଯାଏ ତୁମ ଅପମାନର ଅଶ୍ରୁ। ଲୁହ ହୋଇ ବହିଯାଏ ତୁମ ଅପମାନର ଅଶ୍ରୁ। ତୁମ ଲଜ୍ଜା ନିଲାମ ହେଲା ପରି କାକଳି ବି ଫୁଲିଯାଏ କୁହୁ। ତୁମ ଲଜ୍ଜା ନିଲାମ ହେଲା ପରି କାକଳି ବି ଫୁଲିଯାଏ କୁହୁ। ଫୁଲ କାନ୍ଦେ କଇଁ କଇଁ ରକତର ଧାର କହେ ତୁମ ବିନ୍ଦୁ ବିନ୍ଦୁ ଯନ୍ତ୍ରଣାର କୋହଭରା ଗାଥା। ତୁମ ବିନ୍ଦୁ ବିନ୍ଦୁ ଯନ୍ତ୍ରଣାର କୋହଭରା ଗାଥା। ପାଷାଣୀ ଅହଲ୍ୟା କହି ତା ଦୁଃଖ କାହାଣୀ। ଉଦ୍ଧାର ପାଇନି ଏଯାଏଁ ପରା କୋଟି କୋଟି ଦ୍ରୌପଦୀ ହୁଅନ୍ତି ସଭା ମଧ୍ୟ ବସ୍ତ୍ରହୀନ। ଦେଖ ନିର୍ବାକ ସବ୍ୟସାଚୀ ଦୁଃଖରେ ଅଧୀର। ତୁମ କରୁଣ କାହାଣୀ ସତେ କେତେ କଣ୍ଠରୁଦ୍ଧ। ତୁମ କରୁଣ କାହାଣୀ ସତେ କେତେ କଣ୍ଠରୁଦ୍ଧ। ତୁମ ଚିତ୍କାର ସତେ ଦିଗ ଦିଗନ୍ତ ବ୍ୟାପୀ। ଦଗ୍ଧୀଭୂତ କାମନାର ଅନଳେ ଜଳି ଭସ୍ମୀଭୂତା। ଦଗ୍ଧୀଭୂତ କାମନାର ଅନଳେ ଜଳି ଭସ୍ମୀଭୂତା। ଜର୍ଜରିତ ନିର୍ବାସିତ ଲଳନାଗ ତୁମି ହାରୁଅଛ ପ୍ରତିକ୍ଷଣ ପ୍ରତି ମୁହୂର୍ତ୍ତେ। ଜର୍ଜରିତ ନିର୍ବାସିତ ଲଳନାଗ ତୁମି ହାରୁଅଛ ପ୍ରତିକ୍ଷଣେ ପ୍ରତି ମୁହୂର୍ତ୍ତେ। ନାରୀତ୍ୱର ମାନ ସହି ଅପମାନ ପୂଜ୍ୟା ତୁମେ ଧନ୍ୟା ତୁମେ। ତୁମେ ବନ୍ଦନୀୟା ମହନୀୟା ତୁମେ। କାନ୍ଦନା କାନ୍ଦନା ମହାଗଣା ତୁମେ। ତୁମେ ଅନୁପମା ତୁମେ ଅନନ୍ୟା। ତୁମେ ଅନୁପମା ତୁମେ ଅନନ୍ୟା। ଧନ୍ୟବାଦ।